ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଡିପା ପଞ୍ଚାୟତ ବେଲୁଆମାଳରେ ଘଟିଯାଇଛି ଏକ ଅଘଟଣ। ନକୁଲ ସିଂ ନାମକ 70 ବର୍ଷ ବୟସ୍କ ବୃଦ୍ଧ ପାଣିରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ନକୁଲ ଚକୁଲିଆବାହା ପଞ୍ଚାୟତ କୁଲୁଣ୍ଡା ଗ୍ରାମରୁ ଚାଲି ଆସି ହାରାହାରି 30 ବର୍ଷ ହେବ ବେଲୁଆମାଲ ଗ୍ରାମରେ ଗୋଟିଏ କୁଡ଼ିଆ ତିଆରି କରି ବୃଦ୍ଧ ଦମ୍ପତି ଗାଈ ଚରାଇ ପ୍ରତିପୋଷଣ କରୁଥିଲେ। ଗତ ବର୍ଷ ତାଙ୍କ ପତ୍ନୀଙ୍କର ମୃତ୍ୟୁବରଣ ହୋଇଥିବା ବେଳେ ବର୍ତ୍ତମାନ ସେ ଏକୁଟିଆ ରହି ଆସିଥିଲେ। ସୂଚନା ଅନୁସାରେ ନକୁଲ ଗତକାଲି ତାଙ୍କ କୁଚିଣ୍ଡା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ଯୋଗେ ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି କୁଚିଣ୍ଡା ଥାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଜମନକିରାରୁ ଜିତେନ୍ଦ୍ର ମୁଦୁଲିଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।